ସବକନସିୟସ୍ ମାଇଣ୍ଡ 95% କାମ କରେ। ଆଉ ଯୋଉ କନସିୟସ୍ ମାଇଣ୍ଡ ଅଛି ସିଏ ହଉଛି 5% କାମ କରେ। ଆମେ ଦିନ ସାରା ଯାହା ସବୁ ନେଗେଟିଭ ଜିନିଷ ଦେଖିଲେ, ଯାହା ସବୁ ଶୁଣିଲେ, ଯାହା କହିଲେ, ଯାହା ଅନୁଭବ କଲେ, ସେ ହଉଛି ଆମ କନସିୟସ୍ ମାଇଣ୍ଡ 5% କାମ କଲା। କିନ୍ତୁ ଆମେ ରାତିରେ ଶୋଇଲା ବେଳେ ତା ପୂର୍ବରୁ ଯାହା ସବୁ ମାଇଣ୍ଡରେ ରଖିଛନ୍ତି ଆମ କନସିୟସ୍ ମାଇଣ୍ଡରେ, ତାହା ହିଁ ଆମ ରାତି ସାରା ରିପ୍ରୋଗ୍ରାମ ହବ। ସେଥିପାଇଁ ସବୁବେଳେ ମୁଁ କହିଛି ରାତିରେ ଶୋଇବା ପୂର୍ବରୁ 5 ମିନିଟ ହଉ ଆପଣ କନସିୟସ୍ ମାଇଣ୍ଡରେ କିଛି ଭଲ ଜିନିଷ ଦେଖନ୍ତୁ, କିଛି ଭଲ ସତ୍ସଙ୍ଗ ଶୁଣନ୍ତୁ, ନାହିଁ ତ 5 ମିନିଟ ଜର୍ନାଲ ରାଇଟିଂ କରନ୍ତୁ। ଯାହା ସବୁ ଦିନ ସାରା ଘଟିଛି ତା ଭିତରୁ କିଛି ଭଲ ଜିନିଷ ଲେଖନ୍ତୁ, ଭଗବାନଙ୍କୁ ଗ୍ରାଟିଟ୍ୟୁଡ ଜଣାନ୍ତୁ। 5 ମିନିଟ ନହେଲେ କିଛି ଠାକୁରଙ୍କର ମନ୍ତ୍ର ଜାପ କରନ୍ତୁ, ଠାକୁରଙ୍କ ନାଁ ଜାପ କରନ୍ତୁ। ଆପଣ ଯଦି ଏମିତି କରି ରାତିରେ ଶୁଅନ୍ତି ତାହେଲେ ଯୋଉ ସବକନସିୟସ୍ ମାଇଣ୍ଡ ଆପଣଙ୍କର 95% କାମ କରେ ସେ ରାତି ସାରା ରିପ୍ରୋଗ୍ରାମ ହବ। ନାଇଁ ତ ଆପଣ ଲାଇଫ ଡିଜାଇନ ଏକ୍ସରସାଇଜ କରିପାରିବେ। ମାନେ ଆପଣଙ୍କୁ ଜୀବନରେ ଯାହା ଦରକାର ତାକୁ ଥରେ ରେକର୍ଡିଂ କରିଦିଅନ୍ତୁ, ଆପଣଙ୍କ ନିଜ ଭଏସରେ ତାକୁ ବଢିଆ ସେ ସ୍କ୍ରିପ୍ଟରେ ଲେଖିକି ତାକୁ ରେକର୍ଡିଂ କରିଦିଅନ୍ତୁ ନିଜ ଟୋନରେ। ମୋର ଜବ ହେଇସାରିଛି, ମତେ ନୂଆ ଘର ମିଳି ସାରିଛି, ସେଗୁଡା ସବୁ ରେକର୍ଡିଂ କରିଦେଇକି 5 ମିନିଟର ଗୋଟେ ଅଡିଓଟେ କରିଦିଅନ୍ତୁ। ରାତିରେ ଶୋଇଲା ପରେ ମାନେ ଶୋଇଲା ବେଳେ ଲଗେଇ ଦେଇକି ଫୋନରେ ଆପଣଙ୍କ କାନ ପାଖରେ ରଖିଦେବେ କିମ୍ବା ଫୋନରେ ଜୋରରେ ସାଉଣ୍ଡ ଦେଇ ରଖିଦେବେ ଏବଂ ଆପଣ ଶୋଇପଡିବେ। ରାତି ସାରା ଆପଣଙ୍କ ସବକନସିୟସ ମାଇଣ୍ଡ, ଯିଏ କି କେବେ ଶୋଇ ନଥାଏ, ରାତି ସାରା ଆପଣଙ୍କର ବଡିର ସବୁ ପାର୍ଟର ସବୁ ସିଷ୍ଟମ କାମ କରେ କେବଳ ଏଇ ଅବଚେତନ ମନ, ଏଇ ସବକନସିୟସ ମାଇଣ୍ଡ ଦ୍ଵାରା। ସେ ରାତି ସାରା ଆପଣଙ୍କର ଏଇ ଅଡିଓଟିକୁ ଶୁଣି ଆପଣଙ୍କ ସ୍ୱପ୍ନକୁ ରିଆଲିଟିକି ଆଣିଦବ। ଏମିତି ଥରେ କରି ଦେଖନ୍ତୁ, ଆପଣଙ୍କ ସ୍ୱପ୍ନ ନିଶ୍ଚିନ୍ତ ପୂର୍ଣ୍ଣ ହବ। ଜୟ ସିଆରାମ।